ମହିଳାରେ ମିଶିଲା ହୃଦୟ। ଅଘୋରୀ ବାବାଙ୍କ ପ୍ରେମରେ ପଡ଼ିଲେ ବିଦେଶିନୀ। ବାବାଙ୍କ ପ୍ରେମରେ ପଡ଼ି ବିବାହ କରିବାକୁ ଛାଡ଼ିଲେ ସ୍ୱଦେଶ। ଅଘୋରୀ ବାବାଙ୍କ ପ୍ରେମରେ ବିଦେଶିନୀ ବାହା ହେବାକୁ ଛାଡ଼ିଲେ ନିଜ ଦେଶ। ହଁ ଆଜ୍ଞା, ଠିକ୍ ଯେପରି ମହାଦେବଙ୍କ ପ୍ରେମରେ ପଡ଼ିଥିଲେ ପାର୍ବତୀ ବାବାଙ୍କୁ ଜୀବନ ସାଥୀ କରିବେ ବୋଲି ଶପଥ ନେଇଥିଲେ। ଠିକ୍ ବାବାଙ୍କୁ ଜୀବନ ସାଥୀ କରିବେ ବୋଲି କହିଥିଲେ। ଠିକ୍ ସେହିପରି ଅଘୋରୀ ବାବାଙ୍କ ପ୍ରେମରେ ପଡ଼ିଛନ୍ତି ଏହି ବିଦେଶିନୀ ମହିଳା ଏବଂ ଅଘୋରୀ ବାବାଙ୍କୁ ବିବାହ କରିବାକୁ ଯାଇ ନିଜ ଦେଶ ସହ ନିଜ ବେଶକୁ ମଧ୍ୟ ତ୍ୟାଗ କରିଛନ୍ତି। ସେଲିବ୍ରିଟି ଥିବା ଏହି ବିଦେଶିନୀ ମହିଳା ସ୍ୱଦେଶ ଛାଡ଼ିବା ସହ ଭାରତ ଆସି ବାବାଙ୍କ ସହ ସନ୍ନ୍ୟାସ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ସେହି ବିଦେଶିନୀ ମହିଳା ଏବଂ କିପରି ଆରମ୍ଭ ହୋଇଥିଲା ବାବାଙ୍କ ସହ ତାଙ୍କର ଏହି ପ୍ରେମ କାହାଣୀ। ତେବେ ଏହି ରୁଷୀୟ ମହିଳା ଭାରତ ଭ୍ରମଣରେ ଆସିଥିଲେ। ମହାକୁମ୍ଭ ମେଳାରେ ଜଣେ ଅଘୋରୀ ବାବାଙ୍କ ସହ ତାଙ୍କର ଭେଟ ହୋଇଥିଲା। ଧୀରେ ଧୀରେ ସେ ତାଙ୍କ ସହ ସମୟ ବିତାଇବାକୁ ଲାଗିଥିଲେ। ପ୍ରଥମେ ବନ୍ଧୁତା ଆଉ ବନ୍ଧୁତାରୁ ସେ ବାବାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ପ୍ରେମରେ ନା ଧର୍ମ କଥା ଆସେ ନା ଜାତି। କାହିଁ କେତେ ବଡ଼ ବଡ଼ ମହାରଥୀ ନିଜର ସର୍ବସ୍ୱ ତ୍ୟାଗ କରି ଚାଲି ଆସନ୍ତି ନିଜ ପ୍ରେମ ପାଖକୁ। ଠିକ୍ ସେହିଭଳି ମହିଳା ଜଣଙ୍କ ଅଘୋରୀ ବାବାଙ୍କୁ ତାଙ୍କ ପାଇଁ ନିଜ ଦେଶ ଛାଡ଼ି ଭାରତ ଚାଲି ଆସିଲେ ଆଉ ତାଙ୍କ ସହ ଏଇଠାରେ ହିଁ ରହିବାକୁ ନିଷ୍ପତ୍ତି ନେଲେ। ପରେ ଅଘୋରୀ ବାବାଙ୍କୁ ବିବାହ କରି ଜୀବନସାଥୀ ଭାବେ ଗ୍ରହଣ କଲେ। ମହିଳା ଜଣଙ୍କ ନିଜ ନାଁ ବଦଳାଇ ନତାସାରୁ କରିଛନ୍ତି ଚନ୍ଦ୍ରିକା। ଚନ୍ଦ୍ରିକା ପ୍ରୟାଗରାଜ ମହାକୁମ୍ଭ ମେଳାକୁ ବୁଲିବାକୁ ଆସିଥିଲେ। ସେ ରୁଷିଆର ଜଣେ ଜଣାଶୁଣା ସେଲିବ୍ରିଟି। ଭାରତର ସନାତନ ଧର୍ମ ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ତାଙ୍କ ପୁରା ଶରୀରରେ ସନାତନ ଧର୍ମ ସହ ଜଡ଼ିତ ଟାଟୁ ଓ ମନ୍ତ୍ର ଖୋଦିତ ହୋଇଛି। ସେ ଆଜୀବନ ସ୍ୱଦେଶ ଛାଡ଼ି ଭାରତରେ ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହିନ୍ଦୁ ଧର୍ମ ଓ ଆସ୍ଥା ଉପରେ ସେ ଖୁବ୍ ବିଶ୍ୱାସ କରନ୍ତି। ସେ ଭଗବାନ ଗଣେଶଙ୍କର ବଡ଼ ଭକ୍ତ। ତାଙ୍କ ପିଠିରେ ଗଣେଶଙ୍କ ଟାଟୁ ସହ ଏକାଧିକ ମନ୍ତ୍ର ଲେଖା ହୋଇଛି। ତେବେ ମହାକୁମ୍ଭରେ ହିଁ ଉଭୟ ପରସ୍ପରଙ୍କୁ ବିବାହ ମଧ୍ୟ କରିଥିଲେ, ଯାହା ପରେ ବାବାଙ୍କୁ ମହିଳା ଜଣକ ନିଜ ସ୍ୱାମୀ ଭାବେ ଗ୍ରହଣ କରିଥିବା କୁହାଯାଉଛି। ଚଳିତ ମହାକୁମ୍ଭରେ ମହିଳା ଓ ବାବା ଉଭୟଙ୍କ ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି। ଭିଡିଓରେ ମହିଳା ଜଣକ ଅଘୋରୀ ବାବାଙ୍କୁ ନିଜର ସ୍ୱାମୀ ବୋଲି କହିଛନ୍ତି। ରୁଷୀୟ ମହିଳାଙ୍କ ଯୋଗୁଁ ତପସ୍ୟା ବାଧାପ୍ରାପ୍ତ ହେଉଛି କି ବୋଲି ପ୍ରଶ୍ନ କରିବାରୁ ଅଘୋରୀ ବାବା କିଛି ନ କହି ମୁରୁକି ହସି ଦେଇଥିଲେ। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଦେଶୀ ମହିଳା ହିନ୍ଦୁ ଧର୍ମକୁ ଆପଣେଇବା ପରେ ସନାତନ ଧର୍ମକୁ ପ୍ରଶଂସା କରୁଛନ୍ତି। ଭିଡିଓରେ ଚନ୍ଦ୍ରିକା ଧର୍ମର ଗୁରୁତ୍ୱ ଓ ଆଧ୍ୟାତ୍ମିକ ଯାତ୍ରା ବିଷୟରେ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଅଘୋରୀ ବାବାଙ୍କ ପରିଚୟ ସମ୍ପର୍କିତ କୌଣସି ପ୍ରମାଣ ମିଳିପାରିନାହିଁ। ତାଙ୍କ ବିବାହ ସତ କି ନୁହେଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ବ୍ୟୁରୋ ରିପୋର୍ଟ, ONT ନ୍ୟୁଜ୍।